हेलो फ्रेंड्स जय जगन्नाथ आपको आम यूट्यूब चैनल को पुणी थे स्वागत। देख बर्तमान आज आम देखा क्लास 6 मैथ चैप्टर 3 संख्या खेल है संख्या खेल तार पार्ट 2 को देखा पार्ट 2 ठीक अच्छे। पार्ट 1 टी देखिन देखीदब प्ले लिस्ट को जाकि तो देखिए संख्या रेखार संख्यार क्रम ଏବେ ଆମେ ସଂଖ୍ୟା ରେଖା ସହିତ ପ୍ରାୟ ପରିଚିତ ହୋଇଯାଇଛନ୍ତି। ଆସ ଦେଖିବା ଆମେ କିଛି ସଂଖ୍ୟା ଗୁଡ଼ିକୁ ସଂଖ୍ୟା ରେଖାରେ ସେମାନଙ୍କର ଉପଯୁକ୍ତ ସ୍ଥାନରେ ରଖାଯାଇ ରଖିପାରିବା କି ନାହିଁ। ଏଠାରେ ସଂଖ୍ୟା ଗୁଡ଼ିକ ହେଲା 2180, 2754 ହେଲା 1500 ଏମିତି ଦେଇଛି ହେଲା। ତ ଏଟାକୁ ଆମେ ସଜେଇକି ରଖିବା। ତ 2180ଟା କୋଉଠି ରହିବ? 2000 3000 ଭିତରେ ରହିବ। ସେମିତି ତମର ଅଛି 2754, 2754ଟା 2000 3000 ଭିତରେ ରହିବ ହେଲା। ସେମିତି ତମେ ଅଲଗାଟା ମାନଙ୍କୁ ମଧ୍ୟ ସଜେଇ ପାରିବ। ଦେଖ ଆଉ ଅଲଗାଟା ମାନଙ୍କୁ କେମିତି ସଜେଇବ, ତ ଏମିତି ଏଗୁଡ଼ିକୁ ସବୁ ସଜେଇ ଦେବ ହେଲା। ତେବେ ସଂଖ୍ୟା ଗୁଡ଼ିକୁ ମୁଁ ସଜେଇଛି, ସେଗୁଡ଼ିକୁ ସ୍କ୍ରିନଶଟ୍ ନେଇକି ତମେ ଦେଖିପାରିବ ହେଲା, ବୁଝିଲା। ତାପରେ ସଂଖ୍ୟା ରେଖାରେ ସଜେଇବାରେ ଜାଣିଲ ହେଲା। ଏଟା ଦେଖିକି ସଜେଇ ଦେବ ହେଲା। ତାପରେ ଦେଖ ଆସ ବୁଝିବା। ନିମ୍ନ ସଂଖ୍ୟା ରେଖା ଗୁଡ଼ିକରେ ସୂଚିତ ସଂଖ୍ୟା ଗୁଡ଼ିକୁ ଦେଖିବା ଏବଂ ବଳକା ଥିବା ସ୍ଥାନ ଗୁଡ଼ିକର ଉପଯୁକ୍ତ ସଂଖ୍ୟା ଲେଖିବାକୁ କହିଛି। ତ ଦେଖ 2010 2020 ନିମ୍ନ ସଂଖ୍ୟା ରେଖା ଗୁଡ଼ିକରେ ସୂଚିତ ସଂଖ୍ୟା ଗୁଡ଼ିକୁ ଦେଖିବା ଏବଂ ବଳକା ଥିବା ସ୍ଥାନ ଗୁଡ଼ିକରେ ଉପଯୁକ୍ତ ସଂଖ୍ୟା ଲେଖିବାକୁ କହିଛି। ତ 2010 2020 ଏଠି ହେବ 2000 ହେଲା 10 ଲାଗି ବଢ଼େଇଛି ତ 2000 ହେଲା। ତାପରେ ଏଠି ହେବ 1990 ହେଲା 2000 ଏଠି 30 ଏମିତି ଲେଖି ଲେଖି ଯିବ ହେଲା। ତ ଏମିତି 10 ଲେଖା 5 ଲେଖା ବଢ଼ି ବଢ଼ି ଯାଇଛି। ଦେଖ 1990 ଥିଲା 1995, ତାପରେ 2000 2005 ଏମିତି ବଢ଼େଇ ବଢ଼େଇ ତୁମେ ଲେଖିଦେବ। ତାପରେ ଏଇଟା ଦେଖ 9996 ଦେଇଛି, 9997 ଦେଇଛି, ତାମାନେ 1 ଲେଖା ବଢ଼ିଛି। ତ ଏଠି ଏଠି କମେଇ ଦିଅ 9995 ହେବ, ଏଠି 9994 ହେବ, ଏଠି 9993 ହେବ। ଏମିତି ସଜେଇ ଦେବ ହେଲା। ଏଇଟା ସେମିତି ବଢ଼େଇ ବଢ଼େଇ ଯିବ ଏପଟଟା 9998 9999 ତାପରେ 10000 ହେଲା। ତାପରେ 10001 ତାପରେ 10002 ଏମିତି ଲେଖିବ, ବୁଝିଲା। ତାପରେ ଦେଖ ନେକ୍ସଟ ଏଟା କେତେ ଦେଇଛି 15077 15078 ଏମିତି ବଢ଼େଇ ବଢ଼େଇ ଯିବ। ଦେଖ ଏମିତି ଗୋଟେ ଗୋଟେ ବଢ଼େଇକି ତମେ ଲେଖିଦେବ ହେଲା, ବୁଝିପାରୁଛ। ନେକ୍ସଟ ଦେଖିବ ଦୁଇଟା କେତେ ଲେଖା ବଢ଼ିଛି ଦେଖ। এটা 86,705 87,705 ମାନେ 1000 ଲେଖେ। ଏଇଟା 86 27 1000 ଲେଖେ ବଢ଼ିଛି। ତ ଏଠି ବଢ଼, ଏଠି 85,000, ଏଠି 85,000 ହେଲା 85,705, ତାପରେ ଏଇଟା ହେବ 84,705, ତାପରେ ଏଇଟା ହେବ 83,705 83,705। ଏଠି ସେମିତି ହେବ 87 ହେଲା 88,705, 89,705, ଏଇଟା 90,705, ତାପରେ ହେଲା 90 ପରେ ତମର ହେଇଯିବ ଆମର ଲକ୍ଷେ। ସରି 90 ପରେ ଏଇଟା 90 ଅଛି, 1 ଲେଖା ବଢ଼ୁଛି ଯେହେତୁ 1,000 ତ 91 ହେବ ହେଲା। 91,705, 92,705 ହେଲା ଏମିତି ହେବ, ବୁଝିଲା। ଆସିବା ଉପରୋକ୍ତ ପ୍ରତ୍ୟେକ କ୍ରମରେ କ୍ଷୁଦ୍ରତମ ସଂଖ୍ୟା ଚାରିପଟେ ଗୋଲ ବୁଲାଇବ ଏବଂ ବୃହତ୍ତମ ସଂଖ୍ୟା ଚାରିପଟେ ବାକ୍ସ କରିବାକୁ କହିଛି। ଉପରୋକ୍ତ ପ୍ରତ୍ୟେକ କ୍ରମରେ କ୍ଷୁଦ୍ରତମ ସଂଖ୍ୟା ଚାରିପଟେ ଗୋଲ ବୁଲାଇବ ଆଉ ବୃହତ୍ତମ ପଟେ ଘରା କରିବ। ଦେଖ ଏଠି କଲେ କ୍ଷୁଦ୍ରତମ କୋଉଟା 1990 ଏଠି ଗୋଲ ବୁଲାଇବ 1990 ହେଲା। ତାପରେ ଏଠି 9993 ଗୋଲ ବୁଲାଇବ, ଏଠି 15,077, ଏଠି 83,705 ଗୋଲ ବୁଲେଇବ। ଆଉ ସାନ ଯାକ ଏଟା ସବୁ ସାନ ହେଲା, ଏଟା ସବୁ ବଡ଼ ବଡ଼ ଯାକ କ'ଣ କରିବ ଘରା କରିବ। 2035, 10,002, 15,086, 92,705 ଏମିତି କରିଦେବ ହେଲା, ଘରା କରିବ ହେଲା। ନେକ୍ସଟ ଯିବା। ତାପରେ ଦେଲା
ଅଙ୍କକୁ ନେଇ ଖେଳ, ଅଙ୍କକୁ ନେଇକି ଖେଳିବାକୁ କହିଛି। ତ ଦେଖ ଆମେ ସାଧାରଣତଃ 1 2 3 ଠାରୁ ସଂଖ୍ୟା ଗୁଡ଼ିକ ଲେଖିବା ଆରମ୍ଭ କରୁଛେ। ମୋଟରେ 9ଟି ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଥାଏ। 2 ଅଙ୍କ, 3 ଅଙ୍କ, 4 ଅଙ୍କ ଏବଂ 5 ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି ଅଛି ଆମକୁ ଜାଣିବାର ଅଛି। 1 ଅଙ୍କ ବିଶିଷ୍ଟ ସଂଖ୍ୟା କେତେଟା? 9ଟା। ସେ 2 ଅଙ୍କ ବିଶିଷ୍ଟ ସଂଖ୍ୟା, ଯଦି ଆମେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖିବା ତାମାନେ କେତେ ହେବ? ଦେଖ ତ ଆଉ ଗୋଟେ ସଂଖ୍ୟା ବଢିଯିବ, ତ 90ଟି ହେବ ହେଲା। ତାପରେ 3 ଅଙ୍କ ବିଶିଷ୍ଟ ସଂଖ୍ୟା, ତାମାନେ କେମିତି ଫେଡ଼ା ହେବ? ଦେଖ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଯଦି ଆମେ ଆଣିବାକୁ ଅଛି, ତ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ଆଉ 1 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ, ତ ଫେଡ଼ି ଦେବ ହେଲା। 9 ରୁ 9 ଗଲେ 0, ଏଠି 9 କୁ 90 ହେଲା। ସେମିତି କରିବ, ସବୁ ଯାଏ ସେମିତି। 3 ଅଙ୍କ ବିଶିଷ୍ଟ ସଂଖ୍ୟା ସେମିତି 3ଟା 9 ରୁ କ'ଣ ଫେଡ଼ିବ? 2 ଅଙ୍କ ବିଶିଷ୍ଟ 99 ଫେଡ଼ିବ ହେଲା। 3ଟା 9 ରୁ ହେଲା 99 ଫେଡ଼ିବ, ତାମାନେ 0 0 9 ଏମିତି 900, ଏଇଟା ହେବ 900। ଏମିତି କରିବ। ଏଇଟା 4 ଅଙ୍କ ବୋଲେ ଆଉ ଗୋଟେ 0 9000 ହେବ। ଏଇଟା 5 ଅଙ୍କ ବୋଲେ 9ରେ 4ଟା 0 ରହିବ ହେଲା, 90 ଏମିତି କରିବ ହେଲା। ବୁଝିପାରିଲେ? ନେକ୍ସଟ ଯିବା, ସଂଖ୍ୟା ଗୁଡ଼ିକରେ ଅଙ୍କର ସମଷ୍ଟି। ଗୀତା ଲକ୍ଷ୍ୟ କଲା ଯେତେବେଳେ ସେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟା ଗୁଡ଼ିକର ଅଙ୍କମାନଙ୍କୁ ମିଶାଉଛି, ମିଶ୍ରଣ ଫଳ ସମାନ ଆସୁଛି। ଉଦାହରଣ ସ୍ୱରୂପ 68ର ଅଙ୍କମାନଙ୍କର ମିଶାଣ, 68ର ଅଙ୍କମାନଙ୍କର ମିଶାଣ 176 ଓ 545ର ଅଙ୍କମାନଙ୍କର ମିଶାଣ ଫଳ ସହିତ ସମାନ। ଦେଖ 68ର ଅଙ୍କମାନ 6 8 14, 176 ବୋଲେ 7 1 8, 814, ତାପରେ 5 9 514 ହେଲା। ଅଙ୍କମାନଙ୍କ ମିଶ୍ରଣ ସମାନ ହେଲା। ତ ଆସ ବୁଝିବା। ଏକ ଦେଲା ଅଙ୍କମାନଙ୍କର ସମଷ୍ଟି 14। ଆଉ କିଛି ସଂଖ୍ୟା ଲେଖ ଯାହାର ଅଙ୍କମାନଙ୍କ ସମଷ୍ଟି 14 ହେବ ବୋଲି ସେ ଆମକୁ କହିଛି। ତ ଲେଖିବ ସେମିତି। ଦେଖ ଉତ୍ତର ଲେଖିବ, କୋଉଟା କୋଉଟା ହେବ? ଅଙ୍କମାନଙ୍କ ସମଷ୍ଟି 59 ଗୋଟେ ହେବ, 9 5 14 ହେଲା। ଏ ଦୁଇଟା ମିଶିଲା 14। ତାପରେ ଆଉ କୋଉଟା ହେବ? 82 ହେବ। ଆଉ କୋଉଟା ହେବ? 167 ହେବ। 6 1 7 7 14 ହେଲା। ଏମିତି ମିଶେଇବ। ଦେଖ 5 9 14, 8 6 14, ଏଟା 1 + 6 + 7, ତାମାନେ 6 1 7 7 14 ହେଲା। ଆଉ ଲେଖିବିନି, କରିଦେଉଛି ସେମିତି। ତାପରେ ରହିବ 275 ବୋଲେ 7 2 9 5 14 ହେଲା। ଏମିତି କରିବ ହେଲା। ନେକ୍ସଟ ଦେଖ, ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା କେତେ ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ? ସବୁଠୁ କ୍ଷୁଦ୍ରତମ ସଂଖ୍ୟା ଏମିତି ଗୋଟେ ସଂଖ୍ୟା ଲେଖିବ ଯାହାର ଅଙ୍କମାନଙ୍କ ସମଷ୍ଟି 14 ହେଉଥିବ। 5 9, ତ 5 + 9 14, ଏଟା ହେଲା କ୍ଷୁଦ୍ରତମ ସଂଖ୍ୟା। ବୁଝିଗଲା? ତାପରେ ଗ ଦେଲା 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ଯାହାର ଅଙ୍କମାନଙ୍କ ସମଷ୍ଟି 14? 5 ଅଙ୍କ ବିଶିଷ୍ଟ ଏମିତି ଗୋଟେ ଆମର କ'ଣ କହିଛି? ବୃହତ୍ତମ ସଂଖ୍ୟା ଲେଖିବା ଯାହାର କି ଅଙ୍କମାନଙ୍କ ସମଷ୍ଟି ମିଶାଇଲା ବେଳୁ 14 ହେଉଥିବ। ତ କେତେ? କ୍ଷୁଦ୍ରତମ ବୋଲେ କେତେ? 5 9 0 0 0, ଏଟା ହେଲା ଗୋଟେ କ୍ଷୁଦ୍ରତମ ସଂଖ୍ୟା। ତ ଅଙ୍କମାନଙ୍କ ସମଷ୍ଟି ହେବ 14। ଦେଖ 5 9 14 ହେଲା। ବୁଝିପାରିଲ? ତାପରେ ନେକ୍ସଟ ଦେଖିବା ଘଟା, ଅଙ୍କମାନଙ୍କ ସମଷ୍ଟି 14 ଥାଇ କେତେ ବଡ଼ ସଂଖ୍ୟା ଲେଖିପାରିବା? ତୁମେ ତାଠାରୁ ଆଉ ବଡ଼ ସଂଖ୍ୟା ଲେଖିପାରିବ କି? ଏଟା ଗୋଟେ କହିଲା। ତ ଏଟା ତୁମେ କ'ଣ କରିବ? ଦେଖ ତ ଏଇଟା ଦେଖ, ଯଦି ଲେଖିବ 95 9500 ଏମିତି ଲେଖି ଯିବ ହେଲା। ତ ଏହିପରି 95 ସଂଖ୍ୟାର ଶେଷରେ ଯେତେ ଇଚ୍ଛା ଶୂନ ଯୋଡ଼ିଲେ ମଧ୍ୟ ଅଙ୍କମାନଙ୍କର ଯୋଗଫଳ 14 ହିଁ ରହିବ। ତେଣୁ ଅଙ୍କମାନଙ୍କର ଯୋଗଫଳ 14 ହିଁ ଥିବା ଅସୀମ ବଡ଼ ସଂଖ୍ୟା ଗଠନ କରିପାରିବା ହେଲା। କେବଳ କ'ଣ ରହିବ? ଆମର 14 ହିଁ ରହିବ ହେଲା। 14ରୁ ଅଧିକ ହେବ ନାହିଁ ମିଶାଇଲା ହେଲା। ତାପରେ ଦେଲା 2 ନମ୍ବର, ଦେଖ 40ରୁ 70 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ଗୁଡ଼ିକର ଅଙ୍କମାନଙ୍କର ସମଷ୍ଟି ନିର୍ଣ୍ଣୟ କର। ତୁମେ କ'ଣ ଲକ୍ଷ୍ୟ କରୁଛ? ଶ୍ରେଣୀରେ ଆଲୋଚନା କରିବାକୁ ହେଇଛି। ତ ଏଇଟା 2 ନମ୍ବରଟା। 2 ନମ୍ବରଟା ଦେଖ କେମିତି କରାହେଇଛି ନା 40ରୁ 70 ଭିତରେ ଏମିତି କରିବ। ଦେଖ ଅଙ୍କମାନଙ୍କ ସମଷ୍ଟି, ତ ଦେଖ ଯଦି ଆମେ 40ରୁ
70 पर्यंत देखा तो कौन हो ग्राजुअली कौन हो गोटे गोटे बढ़ी बढ़ी जाऊ देख 4 + 0 एड करवा 5 4 + 0 4 4 + 1 5 एमती गोटे गोटे बढ़ी बढ़ी जाए लिख है 10टी पर्यंत 40 ରୁ 49 है यहीपरि प्रति 10ଟି ସଂଖ୍ୟାରେ 10ଟି ସଂଖ୍ୟା ପରେ ହେଲା ପୁଣି ହେଲା ପୁଣି 4 5 6 ଏହି ଆକାରରେ बढ़ी बढ़ी जाउछि बढ़ी बढ़ी जाउछि देख बुझेले बुझी जीव केमती बढ़ुछि ना देख ये 4 5 बढ़ी बढ़ी जाइछि को जाई 49 पर्यंत गला पुणी 50 पर आउ थे 5 रु स्टार्ट होइछि देख 8 रु स्टार्ट होइछि 4 पर 5 आसिला सेंते एठी देख 50 रु पुणी 59 पर्यंत 14 गोटे बढ़िला याड गोटे बढ़ुछि याड गोटे बढ़ुछि सेंते याड गोटे बढ़िले याड गोटे बढ़ुछि बुझिला कि नहीं तो कंटिन्यू बढ़ी बढ़ी जाए देखिए चित्रटी है 49 ରୁ 50 यहीपरि प्रति 10ଟି संख्या पर पुणी 4 5 6 यही आकार रे बढ़ी बढ़ी जाउछि हला एवं सेंती 49 हला तापर 59 हला आ 69 रे हला एक एक बढ़ी बढ़ी जाउछि एक एक बढ़िछि बढ़िछि केमती बढ़ी लाइक केमती बढ़ी 13 होइछि हला 14 होइछि तापरे 59 रे 14 तापरे 69 रे 15 होइछि एमती बढ़ी बढ़ी जाइछि बुझियला नेक्स्ट जीवा तापर देखो 3 नंबर दला 3 अंक विशिष्ट संख्यार अंक मानकर समष्टि निर्णय कर यार अंक गुलिकर क्रमानुसार किबा उदाहरण स्वरूप 3 4 5 तुम्हें किसी संरचना लक्ष्य करुछ से संरचना आग को जारी रखा कौच देख जमी 3 4 5 3 6 45 सेमती आउ कोड़ा कोड़ा संख्या अच्छे 3 अंक विशिष्ट संख्यार समष्टि निर्णय कर यार अंक गुड़िकर क्रमान्वय रखिब है एमती देख एटा देखुच 3 नंबर एटा कौन 3 नंबर देख 123 बोले 1 2 3 6 आसो 2 3 4 सीरियल अच्छी तो यहाँ हम 9 आसो 3 4 5 12 आसो 4 5 6 एटा हम 15 एटा केते लाखे बढ़ुछि 3 लाखे बढ़ी बढ़ी जाइछि प्लस 3 लाखे है सेमती बढ़ी बढ़ी जीव है 5 6 4 5 6 5 6 7 6 7 8 7 8 9 एमती 3 लाखे बढ़ी बढ़ी जाइछि केते लाखे बढ़िछि तो लिखिबो 3 लेखाएं बढ़ी बढ़ी जाइछि बुझी पारला तब नेक्स्ट किला तो एही परी हमें आउरी बढ़ई बढ़ई लिखि परबे एही परी आहुरी हमें बढ़ाई बढ़ाई लिखि परबा हला कंटिन्यू कर परबा तब नेक्स्ट देखिबा तब देखो अंक खोजिया कहिछि देखो 1 ରୁ 100 पर्यंत संख्या गुड़िक लिखिबा परे आलोक आश्चर्य होगला जे से केते थर 7 अंकटी को लिखि देछि 1 ରୁ 100 संख्या मध्य 7 अंकटी केते थर आसीबो हला तापर 1 ରୁ 1000 संख्या मध्य 7 अंकटी केते थर आसीबो अच्छा 1 ରୁ 100 मध्य हमर कोड आसीबो 7 अंकटी केते थर आसीबो कहिछि ना तो 1 ରୁ 100 भितर देखो तो 1 ରୁ 9 भितर गोरथर 1 ରୁ 9 भितर गोरथर आसीबो 7 तापरे 10 ରୁ केते भितर 20 भितर केते थर आसीबो गोटे थर 17 रे आसीबो हला गोरथर आसीबो तापरे सेमती एमती कर जो तो तापरे देखो तापरे कोटे आसीबो 10 ରୁ 20 भितर 17 आसीबो तापरे तमर 21 ରୁ 30 भितर 27 आसीबो हला तापर आसीबो 31 ରୁ 40 भितर आसीबो तमर 31 ରୁ 40 भितर आसीबो 47 सॉरी 37 तापरे 41 ରୁ 50 भितर आसीबो तमर 47 तापरे
ସେମିତି ତାପରେ କୋଉଟା ଆସିବ 51 ରୁ 60 ଭିତରେ ଆସିବ ତମର 51 ରୁ 60 ଭିତରେ କୋଉଟା ଆସିବ 57 ଆସିବ 7 ଅଛି ହେଲା। ତାପରେ 61 ଟୁ 70 ଭିତରେ 61 ଟୁ 70 ଭିତରେ ଆସିବ 61 ଟୁ 70 ଭିତରେ ଆସିବ ତମର କେତେ ନା 69 67 ବୁଝିଲା କି ନାହିଁ। ତାପରେ ତାପରେ 71 ରୁ 80 ଭିତରେ ଆସିବ ତମର 77 ଏଠି ଦିଟା ଆସିବ ଦେଖ 77 ରେ ଦିଟା ଆସିବ। ଦେନ୍ 81 ରୁ 90 ଭିତରେ ଆସିବ ତମର 87 ହେଲା। ତାପରେ 91 ରୁ 100 ଭିତରେ ଆସିବ ତମର କେତେ 91 ରୁ 100 ଭିତରେ ଆସିବ 97 ହେଲା। କିନ୍ତୁ ଦେଖ ଆଉ ଗୋଟେ ରହିଲା ଆମର 70 ପରେ ଦେଖ ହେଲା 70 ରୁ 80 ଭିତରେ କୋଉଟା କୋଉଟା ରହିବ 70 ରୁ 80 ଭିତରେ 80 ଭିତରେ ଦେଖ 71 ଗୋଟେ ରହିବ ହେଲା। 70 ଭିତରେ 67 ଗୋଟେ ରହିବ ଆଉ ଏଠି 70 ଗୋଟେ ରହିବ ଏଠି ବି ଅଛି 7 ହେଲା। ତାପରେ 71 ରୁ 80 ଭିତରେ ଦେଖ କୋଉଟା କୋଉଟା ରହିବ 71 ରୁ 80 ଭିତରେ ରହିବ 71 72 73 74 75 76 77 ହେଇଯାଇଛି 77 ଏଇଠି ମୁଁ କରିଦେଇଛି 77 ଲେଖିଦିଅ ଏଇଟା ଗୋଲ ବୁଲେଇ ଦେବ ନହେଲେ ହେଲା 77 78 79 ହେଲା ଏତିକି ରହିବ କି ନାହିଁ। ତ 10th ପ୍ଲେସରେ କେତେଟା ଆମର ଆସିବ 10 ଜାଗାରେ କେତେଥର 10କ ଜାଗାରେ 7 କେତେଥର ଆସିଲା 10 ଥର ଆସିଛି। ସେମିତି ଏକକ ଜାଗାରେ 7 କେତେଥର ଆସିଛି 10 ଥର ଆସିଛି ଗଣିବ ଏଠି ହେଲା। ତ ଟୋଟାଲ କେତେ ହେଲା ମୋଟ ହେଲା 20 ମୋଟ ହେଲା କେତେ 20 ବୁଝିପାରିଲ। 1 ରୁ 100 ଭିତରେ କେତେଟା ହେଲା 20ଟା 1 ରୁ ଦେଖ 1 ଟୁ 100 ଭିତରେ କେତେଟା ମୋଟ ରହିଲା 20ଟା 20ଟି ହେଲା ବୁଝିଗଲା। ସେମିତି 1 ରୁ 1000 ଭିତରେ ଏଠି ତମକୁ ସେ କହିଛି ମୋର 1 ରୁ 100 ପର୍ଯ୍ୟନ୍ତ ସଂଖ୍ୟା ଗୁଡ଼ିକୁ ଲେଖିବା ପରେ ହେଲା ଲୋକ ଆଶ୍ଚର୍ଯ୍ୟ ହେଇଗଲା ଯେ କେତେ ଥର 7 ଅଙ୍କଟି ଲେଖି ହେଉଛି ହେଲା। 1 ରୁ 100 ମଧ୍ୟରେ ଆମର 7 ଅଙ୍କଟି କେତେ ଥର ଅଛି ଆମେ କରିଛନ୍ତି 10 ପର୍ଯ୍ୟନ୍ତ ହେଲା। ତ ଏବେ କହିଛି ଦେଖ 1 ରୁ 1000 ମଧ୍ୟରେ 7 କେତେ ଥର ଆସିବ। ତ ଦେଖ ଫାର୍ଷ୍ଟ 1 ରୁ 1000 ଭିତରେ ହେଲେ 1 ରୁ 100 ଭିତରେ କେତେ ଥର ଆସିଲା 100 ଭିତରେ 7 ଆସିଲା 7 କେତେ ଥର ଆସିବ 7 ଆସିବ ଦେଖିବ ଆସିବ କେତେ ଥର ନା 20 ଥର 20 ଥର ମୁଁ ଆଗରୁ କହିଛି ହେଲା। ତାପରେ ସେମିତି ସପ୍ତକ ସ୍ଥାନରେ ଲେଖିବ ସପ୍ତକ ସ୍ଥାନରେ 7 ଆସିବ 7 ଆସିବ କେତେ ଥର ଆସିବ ନା କୋଉଠୁ ଆସିବ 700 ରୁ 799 ଭିତରେ ଆସିବ କେତେ ଥର ଆସିବ ନା 100 ଥର ଆସିବ 100 ଥର ଆସିବ। ସେମିତି ଦଶକ ସ୍ଥାନରେ 7 ଆସିବ କେତେ ଥର ଆସିବ ଦେଖ 1 ରୁ 100 ଭିତରେ 10ଟା ଅଛି ତା ମାନେ 10 ଗୁଣ ତାର ମାନେ 10 100 ଥର ଆସିବ ଏଇଟା ବି 100 ଥର ଆସିବ। ତାପରେ ଏକକ ସ୍ଥାନରେ 1 ସ୍ଥାନରେ 7 ଆସିବ 7 ଆସିବ କେତେ ଥର ନା 10 1 ରୁ 100 ଭିତରେ 1 ସ୍ଥାନରେ 7 ଆସୁଛି 10 ଥର ତା ମାନେ 10 ଗୁଣନ 10 ଏଇଟା ବି 100 ଥର ହେଲା। ଟୋଟାଲ କେତେ ଥର ଆସିଲା 300 ଥର ଆସିବ ବୁଝିଲେ। ତାପରେ ଦେଖ ଆସିଲା ସୁନ୍ଦର ପାଲିଣ୍ଡ୍ରୋମିକ ସଂରଚନା ହେଲା। ଏହି ସଂଖ୍ୟା ଗୁଡ଼ିକରେ ତୁମେ କୋଉ ସଂରଚନା ଦେଖୁଛ ହେଲା
छः छः आठ चार छः आठ चार आठ पाँच सात पाँच सात नौ सात एक 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 देख रिपीट होगा दी साइड रिपीट होना डबल डबल रिपीट हो सात दी थर आउची पाँच दी थर आई कि नहीं तो यहाँ कहूँ पालिंड्रोमिक संख्या है तो आम एक दुई तीन को व्यवहार कर समस्त पालिंड्रोमिक संख्या गुड़ी लिखा तो लिखले आम के लिखा एक 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 गोटे पालिंड्रोमिक संख्या हम एक दुई एक हम पालिंड्रोमिक संख्या तापर एक तीन एक गोटे पालिंड्रोमिक संख्या हम देन दुई एक दुई गोटे हम पालिंड्रोमिक संख्या दुई 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 गोटे हम तापर दुई तीन दुई गोटे हम पालिंड्रोमिक संख्या तीन एक तीन गोटे पालिंड्रोमिक संख्या तीन दुई तीन गोटे पालिंड्रोमिक संख्या तापर तीन 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 आउ हम ना अंक गुड़ी को व्यवहार कर यथासंभव 3 अंक विशिष्ट पालिंड्रोमिक संख्या है एति ही अंक संभव है संभव है पालिंड्रोमिक संख्या एतिका संभव तापर लिखिब एक दुई और तीन को नहीं है पालिंड्रोमिक संख्या संभव पालिंड्रोमिक केतना 9टा एहीपरि 9टी है पालिंड्रोमिक संख्या संभव है एमती लिखिद बुझीगला तापर जीवा नेक्स्ट है निजे आउ कर अंक गुड़ी को व्यवहार करके यथासंभव पालिंड्रोमिक संख्या तैयारी कर रखी तो तुम आउ तैयारी कर जोटा यहाँ सीटा है तापर देख जोग कर पालिंड्रोमिक तैयारी कर वर्तमान यही मिश्रण को देख कौन हो चेष्टा कर देख 34 और 43 दुईटा संख्या नहीं गोटे संख्या ना 34 तार बड़ संख्या है 43 उल्टे 77 आइला एटा सेम देख 29 92 एक दुई एक एटा गोटे पालिंड्रोमिक संख्या एटा गोटे पालिंड्रोमिक संख्या एटा पालिंड्रोमिक संख्या आसिला पर्यंत जोग कर प्रथम सोपानार अच्छी एक दुई अंक विशिष्ट संख्यार आरंभ कले आम 34 नेले यही संख्या को उल्टेले 43 है तुम्हें जो एक 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 पालिंड्रोमिक पाइब सेठार बंद कर ये पालिंड्रोमिक आम सात सात मिसेल को आइला तो ये बंद करदे ये देख आसी नाला ये स्टेप तेणुक आउ गोटे एड कले आउ गोटे स्टेप ये 3 6 3 यहाँ गोटे पालिंड्रोमिक संख्या 3 8 4 3 8 4 है 3 8 4 8 बड़ संख्या के 8 4 3 हम सान संख्या कौटा हम सान संख्या हम 3 4 8 तो जो कर 8 3 11 एक रखिए 1 4 4 8 8 3 11 4 4 8 1 9 8 3 11 1 12 है तो ये देख एक एक आइला यहाँ गोटे पालिंड्रोमिक संख्या हम है एमती कर जीव है तापर कही आउ कि पालिंड्रोमिक संख्या सोपान अनुसार कर देख मनकर नेबा आम केते नेबा ना नेबा संख्याटी 5 6 नेबा है 5 6 नेले आरो उल्टेले के 6 5 हो 6 5 11 1 रखिए 1 6 5 11 1 12 1 2 1 1 2 1 गोटे पालिंड्रोमिक संख्या से 2 9 नेबा 9 2 नेबा तो देख 9 2 11 1 रखिए 1 9 2 11 1 12 1 2 1 आसला एटा भी गोटे पालिंड्रोमिक संख्या एमती करियो कहिछि हला तापर देख एमती किसी संख्या अच्छी जहाँ कि तुमको एटा तुम निजे करिवो हला चेष्टा करिवो करके देखिवो निजे करी देख देछि दुई अंक विशिष्ट संख्या आरंभ करके गोटे संख्या को बारंबार उल्टे की सहित मिसेले सर्वदा पालिंड्रोमिक पाइब कि हाँ तुम यहाँ लिख उत्तर हाँ कौन लिख हाँ हाँ लिखिकी यू ये देखी लिखिद है करने निजे करके देख है ये गोटे निजे करके तुम देखिपार है दुई अंक विशिष्ट संख्यार आरंभ करके गोटे संख्या को बारंबार उल्टे तुम कर तो यहाँ कर निजे तापर देख देख के हम ना 8 4 मिश्रण 4 8 है कर 8 4 12 2 रखिए 1 8 4 12 1 13 1 3 2 है 1 3 2 मान ये उल्टे देले के 2 3 1 एटा मिस 2 1 3 3 3 6 2 1 3 पळे आसला पालिंड्रोमिक एटा गोटे पालिंड्रोमिक संख्या 3 अछि गोटे पालिंड्रोमिक संख्या बुझिपारे आसला पजिन करिया गइथिला तापर आसला गोलक धंदा है एकक दशक शतक हजार अयुत एमती अक्षर लिखा कही देख सी कह मु गोटे 5 अंक विशिष्ट पालिंड्रोम है गोटे 5 अंक विशिष्ट पालिंड्रोमिक संख्या है पालिंड्रोमिक संख्या मु गोटे अजुग्म संख्या आ गोटे अजुग्म संख्या
ମୋର ଦଶକ ଅଙ୍କ ଏକ ଅଙ୍କର ଦ୍ୱିଗୁଣ। ଦଶକ ଅଙ୍କଟା ଯେତେ ଏକ ଅଙ୍କର ଦ୍ୱିଗୁଣ। ଏକ ମନର ଏଇଟା ନେଲ, ଦଶ ଅଙ୍କଟା ଦ୍ୱିଗୁଣ ମାନେ 2 ହେଲା। ତାପରେ କହୁଛି ମୋର ଶତକ ଅଙ୍କ ଦଶ ଅଙ୍କର ଦ୍ୱିଗୁଣ। ଶତକ ଅଙ୍କଟା ଯେତେ ଦଶ ଅଙ୍କର ଦ୍ୱିଗୁଣ। ଦ୍ୱିଗୁଣ ମାନେ 2ର ଦ୍ୱିଗୁଣ 4 ହବ ହେଲା। ତାପରେ ସରିଲା। ମୁଁ କିଏ ବୋଲି ପଚାରିଛି। ସେ କହିଛି କଣ? 5 ଅଙ୍କ ବିଶିଷ୍ଟ ପାଲିଣ୍ଡ୍ରୋମଟା କହିଛି। ପାଲିଣ୍ଡ୍ରୋମ ମାନେ 2 1 ୟାଡ୍ ଥିବ ହେଲା। ଏଠି 2 ଥିବ, ଏଠି 1 ଥିବ ହେଲା। କଣ୍ଟିନ୍ୟୁ ଥିବ 1 2 1 2 ଏମିତି ଥିବ ହେଲା ଆକାରରେ। ତ ଉତ୍ତରଟି ହବ 1 2 4 2 1 1 2 4 2 1। ତ ଅକ୍ଷରରେ ଲେଖିଲେ କଣ ଲେଖିବ? 1 ଅୟୁତ 2400 ହେଲା 21 ହେଲା। ମୁଁ ଗୋଟେ 5 ଅଙ୍କ ବିଶିଷ୍ଟ ଏଟା ଆମେ ଲେଖିଲେ ବୁଝିଗଲା। ତ ସଂଖ୍ୟାଟା କେତେ ଲେଖିଦବ? 1 2 4 2 1 ହେଲା। ତାପରେ କାପ୍ରକରଙ୍କ ଭୌତିକ ସଂଖ୍ୟା ଦେଖିବା ହେଲା। ଡି.ଆର୍. କାପ୍ରକର ମହାରାଷ୍ଟ୍ର ଦେବବାଲିର ଏକ ସରକାରୀ ବିଦ୍ୟାଳୟରେ ଗଣିତ ଶିକ୍ଷକ ଥିଲେ। ସେ ସଂଖ୍ୟା ସହିତ ଖେଳିବାକୁ ଭଲ ପାଉଥିଲେ ଏବଂ ସଂଖ୍ୟା କ୍ରମକୁ ନେଇକି ପୂର୍ବରୁ ଜଣାନଥିବା ଅନେକ ଗୁଡ଼ିଏ ସୁନ୍ଦର କ୍ରମ ପାଇଥିଲେ। 1949 ମସିହାରେ ସେ 4 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ନେଇକରି ଗୋଟେ ଆକର୍ଷଣୀୟ ଓ କୌତୁକିଆ ତଥ୍ୟ ମଧ୍ୟ ଦେଇଥିଲେ। ଦେଖ ଉତ୍ତର ହେଉଛି ଉତ୍ତର ଏଇଟା ଛାଡ଼। ତାପରେ ଦେଖିବା ନେକ୍ସଟ। ତ ଦେଖ କିଛିଟା ଏହି ସୋପାନ ଗୁଡ଼ିକ ଅନୁସରଣ କରିବା ଆଉ କୌତୁକ ଅନୁଭବ କରିବା। ଗୋଟେ 4 ଅଙ୍କ ସଂଖ୍ୟା ବିଶିଷ୍ଟ ସଂଖ୍ୟା ନେବା ଯୋଉଥିରେ କି ଅତି କମରେ 2ଟି ଭିନ୍ନ ଅଙ୍କ ଥିବ। ଦେଖ ମନ ନେଲା ଅଙ୍କଟି 6 3 8 2 ହେଲା। ଏକ 4 ଅଙ୍କ ବିଶିଷ୍ଟ ସଂଖ୍ୟା ନେଇଗଲେ। ଏହି ଅଙ୍କ ଗୁଡ଼ିକ ନେଇକି ବୃହତ୍ତମ ସଂଖ୍ୟା ତିଆରି କରିବା। ବୃହତ୍ତମ ସଂଖ୍ୟା ନେଲେ ଏ ଦେବା ନା ବୃହତ୍ତମ ସଂଖ୍ୟା ତିଆରି କଲେ କେତେ ହବ? 8 6 3 2 8 6 3 2 ଏଟା ହେଲା ବୃହତ୍ତମ ସଂଖ୍ୟା। ଏଟାକୁ ଏ ଦେବା ନା। ତାପରେ ଗୋଟେ କ୍ଷୁଦ୍ରତମ ଅଙ୍କ ତିଆରି କରିବା। ବি ଦେବା ତା ନା। କ୍ଷୁଦ୍ରତମ ଅଙ୍କ କୋଉଟା? 2 3 2 3 6 8 ଏଟା ହେଲା କ୍ଷୁଦ୍ରତମ ସଂଖ୍ୟା। ତାପରେ ଏ ରୁ ବି କୁ ଫେଡ଼ିବା। ଏ ମାଇନସ୍ ବି ଫେଡ଼ିବା। ଫେଡ଼ିଲେ କେତେ ଆସିବ? ଏ ମାଇନସ୍ ବି ହେଲା କେତେ ହବ? ଏଟା ଫେଡ଼ିଲେ 12 8 ହେଲେ 4। ଏଠି ଅଛି 2 1 ଦଶ ଆଣିବ 12 12 6 ହେଲେ 6। ଏଠି ଅଛି 5 5 3 ହେଲେ 2 8 2 ହେଲେ 6 6 2 6 4 6 2 6 4 ବୁଝିଗଲା। ତାପରେ କଣ କରିବ ଦେଖ 6 2 6 4 ଆସିଲା। ଏବେ ତାପରେ ଦେଇଛି କଣ ସି ଅଙ୍କ ଗୁଡ଼ିକୁ ବ୍ୟବହାର କରି ପୁଣି ଥରେ ବଡ଼ ସଂଖ୍ୟା ସାନ ସଂଖ୍ୟା ତିଆରି କରିବ ହେଲା। ଏବେ ସି ଆଇଲା ଏଟା ହେଲା ସି। ଏଟା ହେଲା ସି ର ଉତ୍ତର। ଏବେ ବଡ଼ ସଂଖ୍ୟା ସାନ ସଂଖ୍ୟା କରିବା। ତ କେତେ ହବ? ପୁଣି ତମର ହବ 6 6 ହେଲା 4 2। ପୁଣି ସାନ ସଂଖ୍ୟା କୋଉଟା ହବ? ଏଟାକୁ ସଜେଇଲେ ଉଲ୍ଟେଇଲେ କେତେ ହବ? 2 4 6 6 2 4 6 6 ହେଲା। ପୁଣି ଫେଡ଼ 12 6 ହେଲେ 6। ଏଠି ଅଛି 4 1 ଦଶ ଆଣିବ 13 13 6 ହେଲେ 7। ଏଠି ଅଛି ତମର 5 5 4 ହେଲେ 1। ଏଠି ପୁଣି କେତେ ଅଛି? 6 2 ହେଲେ 4 4 1 7 6। ଏଟା ହେଲା 4 1 7 6 ଆସିଲା। ତାପରେ ପୁଣି କରିବା। ପୁଣି ବଡ଼ ସଂଖ୍ୟା କୋଉଟା ଭିତରେ? 7 6 4 1 ଉଲ୍ଟେଇଲେ 1 4 6 7 ଫେଡ଼ 1 4 6 7 ଫେଡ଼ 11 11 4 ହେଲେ 11 7 ହେଲେ 4। ଏଠି ଅଛି 3 3 1 ଦଶ ଆଣିବ 13 6 ହେଲେ 7। ଏଟା ହେବ ତମର 11 7 4 ହେଲା। ଏଟା ଅଛି 13 13 6 ହେଲେ 7। ତାପରେ ଏଠି ଅଛି ତମର 5 5 4 ହେଲେ 1। ଏଠି ଅଛି ତମର 7 1 6 6 1 7 6 1 7 4। ଏଟା ହେଉଛି ଗୋଟେ ଆମର କଣ? କାପ୍ରକରଙ୍କର ସଂଖ୍ୟା ହେଲା। ଦେଖ ଦେଖୁଛ ଏମିତି କଲେ ଆସିଲା କେତେ? 6 1 7 4 ଏମିତି କରି କରି ଯିବ ହେଲା। ତାପରେ ଏ ଲେଖିଦବ। ଏ କେତେ? 7 6 କରିବ କରିବ ହେଲା। ଦେଖ ନିଜେ କରି ଦେଖ ବୋଲି କହିଛି। ତ ଏଠି ପଳେଇ ଆସିଲା 6 1 7 4 6 1 7 4 ହେଉଛି ଗୋଟେ ସଂଖ୍ୟା ହେଲା। ଗୋଟେ କୌତୁକ ସଂଖ୍ୟା ଯୋଉଟା କି କୁହାଯାଇଛି ତାକୁ କାପ୍ରକରଙ୍କର ସ୍ଥିରାଙ୍କ ବୋଲି କୁହାଯାଇଛି। ଏତିକି ସବୁ ଅଙ୍କ 4 ଅଙ୍କ ବିଶିଷ୍ଟ ଯୋଉ ସଂଖ୍ୟା ନଉଛନ୍ତି ବିୟୋଗ କରି କରି ଯିବ ବୋଲି ଲାଷ୍ଟକୁ ଆସିବ ତମର 6 1 7 4 ହେଲା। କିଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା ନେଇକରି ମଧ୍ୟ କରିବାକୁ କହିଛି। ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ଆମେ ନେଇକି ବର୍ତ୍ତମାନ କରିବା। ଦେଖ 3 ଅଙ୍କ ବିଶିଷ୍ଟ ସଂଖ୍ୟା ନେଇକଲେ ତମର ଆସିବ ମନେକର ଧରିନିଅ ମୁଁ ନେଲି 8 5 5 8 ନେଲି ହେଲା। ସଂଖ୍ୟାଟା ତ ବଡ଼ ସଂଖ୍ୟା କୋଉଟା ହବ? 5 8 8 ହେଇଯିବ। ତ
ତ ଏଟାକୁ ଓଲଟେଇ ଦେଲେ କେତେ ହେଇଯିବ ନା ସାନ ସଂଖ୍ୟା କେତେ ହେଇଯିବ? ସାନ ସଂଖ୍ୟା ହେଇଯିବ 5 5 8। ତ ଫେଡ଼ି ଦିଅ, ଫେଡ଼ି ଦେଲେ ଆସିବ 2 9 7। ଫେଡ଼ିବ ତମେ ହେଲା। ପୁଣି 2 9 7 ର ବଡ଼ ସଂଖ୍ୟା କୋଉଟା କରିବ? 9 7 2 ହବ, ସାନ ସଂଖ୍ୟା ହବ 2 7 9। ତ ଫେଡ଼ 12 9 3, ଏଠି ଏପଟେ ସାଣିବ 16 ହବ, 16 ରୁ 7 ଗଲେ 9 ହବ, ଏଠି ଅଛି ତମର 8 8 ରୁ 2 ଗଲେ 6 6 9 3। ପୁଣି କର 6 9 3 ବୋଲେ ବଡ଼ ସଂଖ୍ୟା କୋଉଟା ହବ? 9 6 3, ସାନ ସଂଖ୍ୟା ହବ 3 6 9 3 6 9। ତ ଫେଡ଼ 3 6 9 ହେଲେ 13 9 ଗଲେ 4, ଏଠି 1 ଦଶ ଆଣିବ 15 15 ରୁ 6 ଗଲେ 9, ଏଠି ଅଛି ତମର 8 8 ରୁ 3 ଗଲେ 5 ହେଲା। 5 9 4 ହେଲା, 5 9 4। ପୁଣି ଆଉଥରେ କରିବ 5 9 4 ରେ ବଡ଼ ସଂଖ୍ୟା କୋଉଟା ହବ? 9 5 4 ହବ, ସାନ ସଂଖ୍ୟା ହବ 4 5 9। ତ ଫେଡ଼ 14 9 ଗଲେ 5, ଏଠି ଅଛି 4 1 ଦଶ ଆଣିବ 14 9 ଗଲେ 5 14 5 ଗଲେ 9, ଏଠି ଅଛି 8 8 4 ଗଲେ 4 4 9 5 ଆସିବ। ଦେଖିବା ଆଉ ଗୋଟେ ଚେଷ୍ଟା କରିବା, ଆଉ ଗୋଟେ କରିବା 7 ମନର 6 2 ନେଲେ ହେଲା। ସାନ ସଂଖ୍ୟା କୋଉଟା ହବ? 2 6 7 2 6 7। ଫେଡ଼ 12 ରୁ 7 ଗଲେ 5, ଏଠି ଅଛି ତମର 5 5 6 ଯାଉନି, 1 ଦଶ ଆଣିବ 15 ରୁ 6 ଗଲେ 9, ଏଠି ଅଛି 6 6 ରୁ 2 ଗଲେ 4 4 9 5। ଦେଖ ଏଇଟା ହଉଛି କାପ୍ରିକର୍ନ କନଷ୍ଟାଣ୍ଟ ହେଲା, କାପ୍ରିକର୍ନଙ୍କ ସ୍ଥିରାଙ୍କ ହେଲା। ବୁଝିପାରିଲ? ସେମିତି ଆଉ ଗୋଟେ ନେଇକି ମଧ୍ୟ ତମେ ନିଜେ କରିବ। ତାପରେ ଆସିଲା ଘଣ୍ଟା ଏବଂ କ୍ୟାଲେଣ୍ଡର ହେଲା। ସାଧାରଣ 12 ଘଣ୍ଟିଆ ଘଣ୍ଟାରେ ବିଭିନ୍ନ ସଂରଚନା ସମୟ ଅଛି। ଉଦାହରଣ ସ୍ୱରୂପ 4ଟା 84, 10ଟା 1, 12ଟା 21। ଏହିପରି ପ୍ରତ୍ୟେକ 12 ଘଣ୍ଟିଆ ଘଣ୍ଟାରେ ଯଥାସମ୍ଭବ ସମୟ ସବୁ ଅଛି ଆଉ ଚେଷ୍ଟା କରିବ। ମନୁଷ୍ୟଙ୍କର ଜନ୍ମଦିନ 20 12 2012 ହେଲେ ଏହି ସ୍ଥଳରେ ଆମେ କ'ଣ ଲେଖୁଛେ? 20 12 2012 ହେଲେ ଦେଖ ଇଆଡୁ ଯଦି ଅଙ୍କ ବଦଳି ବଦଳି ଆଣିବ, ବାମରୁ ଯାଅ କି ଡାହାଣୁ ଯାଅ ସେମ୍ ଆସୁଛି ହେଲା। ଦୁଇ ସଂଖ୍ୟାରେ ସେଇ କ୍ରମରେ ପୁନରାବୃତ୍ତି ହେଉଛି। ଏହିପରି ଆଉ ଜନ୍ମ ସଂଖ୍ୟା କିଛି ବାହାର କରିବାର ଅଛି। ଦେଖ 16 2 2016 ଗୋଟେ ଅଛି, 16 2 ଇଆଡୁ ଯଦି ଆଇବ ବୋଲେ 16 2 ହେଉଛି ହେଲା। ତାଙ୍କର ଭଉଣୀ ମେଦିନୀଙ୍କର 11 2 2011 ଜନ୍ମ ଦିନ ଅଛି, ଯୋଉଠାରେ କି ସଂଖ୍ୟା ଗୁଡ଼ିକ ବାମରୁ ଡାହାଣକୁ ଡାହାଣରୁ ବାମକୁ ସମାନ ଅଟନ୍ତି। ଦେଖ ଏଠି ଇଆଡୁ ପଢିଲେ ଯାହା, ଇଆଡୁ ପଢିଲେ ତାହା। 1102 ଇଆଡୁ ପଢିଲେ ବି 1102 ହେଲା। ଏଇଟା ପଢ ଏଇଟା ପଢ ହେଲା। ତ ଦେଖ ତାପରେ ଦେଲା ଅତୀତରୁ ଏହି ପ୍ରକାର ସମସ୍ତ ସମ୍ଭାବ୍ୟ ଜନ୍ମ ତାରିଖ, ଏଟା ତମେ ନିଜେ ଖୋଜିକି ମଧ୍ୟ କରିପାରିବ ହେଲା। ଏଟାକୁ ନିଜେ ତମେ ଖୋଜିବାକୁ ଚେଷ୍ଟା କର ହେଲା। ସେମିତି ଆଉ କୋଉଟା ଅଛି ବୋଲି ସେ ତମକୁ ପଚାରିଛି। ତ ସେମିତି ଆଉ କୋଉଟା ଗୋଟେ ହେଇପାରିବ। ଦେଖ 12 ହେଲା 02 2012 ହେଲା, ଏଟା ବି ଗୋଟେ ହେଇପାରିବ। ଏମିତି କରିବ ତମେ ଖୋଜିକି ବାହାର କରିବ କ୍ୟାଲେଣ୍ଡର ହେଲା। ତାପରେ ନେକ୍ସଟ ଯିବା। ଜୀବନ ଏହି ବର୍ଷର କ୍ୟାଲେଣ୍ଡରକୁ ଦେଖୁଥିଲା। ସେ ପ୍ରଶ୍ନ କରିବା ଆରମ୍ଭ କଲା ଯେ ଆମେ କାହିଁକି ପ୍ରତିବର୍ଷ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରୁ? ଆମେ ଏକ କ୍ୟାଲେଣ୍ଡର ପୁନଃ ବ୍ୟବହାର କରିପାରିବୁ ନା ନାହିଁ ତୁମେ ଭାବୁଛ? ତ ଏଟା ଲେଖିବ ହଁ। ଏଟା କେତେ ବର୍ଷକୁ ଥରେ କରିବ? ନା 28 ବର୍ଷକୁ ଥରେ କରିବ। 28 ବର୍ଷକୁ ଥରେ ସମାନ ଆସିବ, ଥରେ ହେଲା। କ୍ୟାଲେଣ୍ଡର ସମାନ ଆସିବ ହେଲା। କେମିତି ଦେଖ, ଏବେ କେତେ ଅଛି? 2024 ଅଛି, ତାମାନେ 28 ବର୍ଷ ମିଶେଇ ଦବ। 28 ବର୍ଷ ପରେ ଆଉ ଥରେ ପୁଣି ଆସିବ, ତାମାନେ 814 4 1 2 2 4 1 5 2054 ରେ ପୁଣି ଆଉ ଥରେ ସମାନ କ୍ୟାଲେଣ୍ଡର ଆସିବ, ସେଇ ପୁରା ଆସିବ ସବୁ ହେଲା। ବୁଝିହେଲା? ତାପରେ କିନ୍ତୁ କିଛି ବର୍ଷ ପରେ କୌଣସି ବର୍ଷର କ୍ୟାଲେଣ୍ଡର ପୁନରାବୃତ୍ତି ହବ କି? ଗୋଟେ ବର୍ଷର ସମସ୍ତ ତାରିଖ ଓ ଦିନ ଗୁଡ଼ିକ ଠିକ ଏଟା ଏ ଉତ୍ତରଟା ହବ ହେଲା। ବୁଝିହେଲା? ତାପରେ ଆସ ବୁଝିବା। ତାପରେ ପ୍ରତିଭା 4 7 3 2 ଅଙ୍କକୁ ବ୍ୟବହାର କରି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଓ ବୃହତ୍ତମ ସଂଖ୍ୟା ଯଥା ଏତିକି ଗଠନ କଲା। ଏହି ସଂଖ୍ୟା ଦୁଇଟି ମଧ୍ୟରେ ଅନ୍ତର ହେଲା ଏତିକି। ତ ସଂଖ୍ୟା ଦୁଇଟିର ସମଷ୍ଟି ଏତିକି। ତ 4ଟି ଅଙ୍କ ବାଛିବା, ଯେପରିକି 4ଟା ଅଙ୍କ ବାଛିବା, ଯେପରିକି ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଅନ୍ତର ଏତିକି ଠାରୁ ବୃହତ୍ତର ହବ। ତ ମାନେ କଣ କରିବ? ଏଟା ତମେ ଦେଖ କୋଟା। ତ ବୃହତ୍ତର ସଂଖ୍ୟା ଆମେ ନେବା କେତେ? ନା 9 8 3 1 ମନ ନେଲେ ହେଲା। କ୍ଷୁଦ୍ରତର କେତେ ହେଇଯିବ? ତ କ୍ଷୁଦ୍ରତର ହେଇଯିବ 1 3 8 9। ଫେର ଦିଅ, ତ କେତେ ହେଇଯିବ? ଏଟା ଫେରିଲେ କେତେ ହବ? 11 8 ଗଲେ 11 9 ଗଲେ 2 ହେଲା। ଏଠି ଅଛି 2 2 ରୁ 8 ଯାଉନି, 1 10 ଆଣିବ 12 12 8 ଗଲେ 4। ଏଠି ଅଛି 7 7 4 7 3 ଗଲେ 4। ଏଠି ଅଛି 9 ରୁ 1 ଗଲା 8 8 4 4 2।
ହେଲା। ତ 8 4 4 2ଟା ବଡ଼ ହବ, କାଠୁ ବଡ଼ ହବ 5085 ରୁ ବଡ଼ ହବ। ସେ କହିଥିଲା ବଡ଼ କରିବା ପାଇଁ ହେଲା, ବୃହତ୍ତର ହଉଥିଲା, ବୃହତ୍ତର ହେଲା କି ନାହିଁ। ତାପରେ ନେକ୍ସଟ ଅଙ୍କ ଯିବା। ନେକ୍ସଟ ତାପରେ ଦେଖ ନେକ୍ସଟଟା ଖଟା, ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଅନ୍ତର ଏତିକି ଠାରୁ କମ୍ ହବ। ତ ବୃହତ୍ତର ଆଉ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଅନ୍ତରଟା କମ୍ ହବ ଦେଇଛି ହେଲା। ତ କ'ଣ କରିବ ଦେଖ, ଏଟା ଗୋଟେ ସଂଖ୍ୟା ଆମେ ନେବା, ମନେକର ବୃହତ୍ତମ ସଂଖ୍ୟା ନେବା, ବୃହତ୍ତମ ସଂଖ୍ୟା କୋଉଟା ନେବା ନା ନେବା 8 6 5 4, 8 6 5 4। କ୍ଷୁଦ୍ରତମ ସଂଖ୍ୟା କୋଉଟା ହବ, କ୍ଷୁଦ୍ରତମ ସଂଖ୍ୟା ହବ କୋଉଟା ନା ହବ ତମର 4 5 6 8। ତ ଫେଡ଼ି ଦିଅ, ଫେଡ଼ିଦେଲେ ଆସିବ ତମର କେତେ, 14 ରୁ 8 ଗଲେ 6, ଏଠି ଅଛି 4 1 2 ଆଣିବ 14, 14 6 ହେଲେ 8, ଏଠି ଅଛି 5 5 ହେଲେ 0, 8 4 ହେଲେ 4, 4 0 8 6, 4 0 8 6। ଏଇଟା ହବ 8 କ'ଣ, ତ ଏଇଟା କ'ଣ ହେଇଗଲା କମ୍ କହିଥିଲା। ତ 4 0 8 6ଟା କମ୍ ହବ, 8 6 କମ୍ ହବ କାଠୁ, 5 0 8 5 ଠୁ କମ୍ ହବ। ଠିକ ଅଛି। ତାପରେ ଗୋଟା ଦେଖ, ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି ଏତିକି ଠାରୁ ବେଶୀ ହବ। ସମଷ୍ଟି ମାନେ ମିଶାଣଟା ବେଶୀ ହବ। ତ କ'ଣ କରିବ, ହବ 8 6 5 4 ମିଶାଣ 3 2 4 6 ନେଲ, ମନେକର ମିଶ 6 4 10 0 ରଖି 1, 5 4 9 1 10 0 ରଖି 1, 6 2 8 1 9, 8 3 11। ତ 11900 ଆଇଲା, 11900 ଆସିଲା। ତାମାନେ 11900ଟା ବଡ଼ ହବ, ବଡ଼ କହିଛି ତ କାଠାରୁ ବଡ଼ ହବ, 9 7 7 9 ଠୁ ବଡ଼ ହଉଛି ହେଲା। ତାପରେ ଘଟା ଦେଖ, ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି ଏତିକି ଠାରୁ କମ୍ ହବ। ଛୋଟ କରିବାର ଅଛି ଆମକୁ। ଛୋଟ କଲେ କେମିତି କରିବ ଦେଖ, ତାମାନେ ତ 8653 ହେଲା ରୁ ଫେରିଦେବ 3500 ହେଲା, 68 ଫେରିଦିଅ। ତ ଫେରିଦେଲେ କେତେ ହେଉଛି, 13 8 ଗଲେ 5, ଏଠି ଅଛି 1 2 ଆଣିବ 14 ହବ, 4 ଥିଲା 14 ହବ, 14 6 ହେଲେ 8, ଏଠି ଅଛି 5 5 ହେଲେ 0, 8 3 ହେଲେ 8 3 ହେଲେ 5, 5 0 8 5, 5 0 8 5। ତ 5 0 8 5ଟା କ'ଣ କହିଛି କମ୍ ହବ କାଠୁ, 9 7 7 9 ଠୁ କମ୍ ହବ ହେଲା, ବୁଝିହେଲା। ତାପରେ ଦେଖ ନେକ୍ସଟ 2 ନମ୍ବର ଦେଖିବା। 2 ନମ୍ବର ହେଲା, 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଓ ବୃହତ୍ତମ ପାଲିଣ୍ଡ୍ରୋମିକ ଦୁଇଟିର ସମଷ୍ଟି କେତେ ଓ ସେମାନଙ୍କ ଭିତରେ ଅନ୍ତର କେତେ ବୋଲି ସେ ପଚାରିଛି। ତ ଦେଖ ଏଟା କେମିତି କରିବ ନା, 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଆଉ ବୃହତ୍ତମ ପାଲିଣ୍ଡ୍ରୋମିକ ଦୁଇଟା ସମଷ୍ଟି, ସେମାନଙ୍କ ଭିତରେ ଅନ୍ତର କେତେ ହବ ବୋଲି କହିଛି। କ୍ଷୁଦ୍ରତମ ବୃହତ୍ତମ ଆଣିବା ଫାଷ୍ଟ 2 ନମ୍ବର। ତ ଉତ୍ତର ଏମିତି ଲେଖିବ, ସବୁଠାରୁ କ୍ଷୁଦ୍ରତମ 5 ଅଙ୍କ ବିଶିଷ୍ଟ ପାଲିଣ୍ଡ୍ରୋମିକ ସଂଖ୍ୟା ହେଉଛି କୋଉଟା 10001। ସବୁଠାରୁ ବୃହତ୍ତମ 5 ଅଙ୍କ ବିଶିଷ୍ଟ ପାଲିଣ୍ଡ୍ରୋମିକ ସଂଖ୍ୟା ଏତିକି, ଜାଣିଛ ଏଟା ସମସ୍ତେ। ପାଲିଣ୍ଡ୍ରୋମିକ କହିଛି, ତେଣୁକରି ଏଟା ଏକ ଗୋଟେ ରହିଲା, 1 1 2 ପଟ ରହିବ, 9 9 ବି ସେମିତି ରହିବ ହେଲା। ତ ଯୋଗଫଳ ଦେଖ ମିଶେଇ ଦବ, ଯୋଗଫଳ ହେଲା 1,10,000 ହେଲା। ପାର୍ଥକ୍ୟ କେତେ ହେଲା, ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ି ଦବ, ତ ମାନେ ଏତିକି ଆସିବ ଫେଡ଼ି ଦେଲା ପରେ। ତ ଏଇଟା ହବ ପାର୍ଥକ୍ୟ, ତାର ପାର୍ଥକ୍ୟ ପଚାରିଥିଲା ଆମକୁ ହେଲା। 2 ନମ୍ବର। 3 ନମ୍ବର ଦେଲା, ବର୍ତ୍ତମାନ ସମୟ ହେଉଛି 10ଟା 1, ଆଉ କେତେ ମିନିଟ୍ ପରେ ଘଣ୍ଟାରେ ପରବର୍ତ୍ତୀ ପାଲିଣ୍ଡ୍ରୋମିକ ସମୟ ଆସିବ, ତାପରେ ଆଉ କେତେ ସମୟ ପରେ ଆସିବ ସେଟା ପଚାରିଛି। ତ ଦେଖ 3 ନମ୍ବର କେମିତି କରିବ, 3 ନମ୍ବରଟା ଏଇଭଳିଆ କରିବ। ଦେଖ 3 ନମ୍ବର କେମିତି କରିବ ନା, ବର୍ତ୍ତମାନ ସମୟ ହେଲା 10ଟା 1, ପରବର୍ତ୍ତୀ ପାଲିଣ୍ଡ୍ରୋମିକ ସମୟ ହବ କେତେଟା 11ଟା 1, ମାନେ ପାଲିଣ୍ଡ୍ରୋମିକ ମାନେ ଦୁଇପଟ ସମାନ ଥିବ ହେଲା। 11ଟା 11ରେ ସମାନ ହବ ହେଲା। ତ ସମୟର ଅନ୍ତର ହେଉଛି କେତେ, 1 ଘଣ୍ଟା 10 ମିନିଟ୍, ତ 70 ମିନିଟ୍ ପରେ ହେଉଛି ଆଉଥରେ। ତା ପରବର୍ତ୍ତୀ ପାଲିଣ୍ଡ୍ରୋମିକ କେତେ ହବ, 12ଟା 21ରେ ହବ, ଆଉ ଘଣ୍ଟେ 10 ମିନିଟ୍ ପରେ ହବ। ତାମାନେ 10ଟା 12 ଠାରୁ 10ଟା 1 ଠାରୁ 12ଟା 21 ପର୍ଯ୍ୟନ୍ତ ସମୟ ହେଲା କେତେ ଘଣ୍ଟା, 2 ଘଣ୍ଟା 20 ମିନିଟ୍। 2 ଘଣ୍ଟା 20 ମିନିଟ୍ ମାନେ 1 ଘଣ୍ଟା ହେଉଛି 60 ମିନିଟ୍, 2 ଘଣ୍ଟା ବୋଲେ 60 60 120, ଇଏ 20 40 ମିନିଟ୍ ହେଲା। ଏମିତି କରିଦେବ ତମେ। ନେକ୍ସଟ ଯିବା 4 ନମ୍ବର। ତା ପୂର୍ବରୁ ଚିତ୍ରଟି ଏମିତି କରିଦେବ, ଚିତ୍ରଟି ବି ଦେଖିଥାଅ ହେଲା। ଚିତ୍ରଟି 70 ମିନିଟ୍ ଲେଖା କେମିତି ବ୍ୟବଧାନ କରାଯାଇଛି ସେଟା ଦେଖିଦିଅ। ତାପରେ 4 ନମ୍ବର ଦେଖ। 4 ନମ୍ବର ତମକୁ ଦେଲା, କାପ୍ରବରଙ୍କର ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟା କେତେ ଥର ନେବା ହେଲା। ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟାକୁ ଆମେ କେତେ ଥର ନେବା ବୋଲି ସେ ପଚାରିଛି। କେମିତି କରିବେ, ଏମିତି କରିବେ ଦେଖ, ଏଟା ହେଲା କେତେ ନମ୍ବର, 4 ନମ୍ବର ହେଲା। 4 ନମ୍ବରଟା 5683 ସଂଖ୍ୟାକୁ ଆରମ୍ଭ କରିବ। ଦେଖ ଆ ଭିତରେ ବଡ଼ ସଂଖ୍ୟା କୋଉଟା ହବ, 8 6 5 3
ସାନ ସଂଖ୍ୟା ହେବ 3 5 6 8 ଫେଡ଼ିବ, ଫେଡ଼ିଲା ପରେ ଏତି ଆସିବ। ପ୍ରଥମ ପର୍ଯ୍ୟାୟ ହେଲା। ଦ୍ୱିତୀୟ ପର୍ଯ୍ୟାୟରେ ସେମିତି ଏ ସଂଖ୍ୟାଟାକୁ ନେବ, ବଡ଼ ସଂଖ୍ୟା କରିଲେ କେତେ ହେବ 8 5 5 ଶୂନ ହେବ। ତାପରେ ସାନ ସଂଖ୍ୟା କଲେ ଦେଖ ପାଲିଣ୍ଡ୍ରୋମିକ କଲା ଆଡ଼ୁ ମନେ ରଖ ଶୂନଟା ଆଗରେ ରହିଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ଅଙ୍କ ସଂଖ୍ୟା ଲେଖିଲା ବେଳୁ ଆମେ ଶୂନକୁ ଆଗରେ ରଖୁନାହାନ୍ତି କାରଣ 3 ଅଙ୍କିଆ ହେଇଯିବ ବୋଲି, କିନ୍ତୁ ପାଲିଣ୍ଡ୍ରୋମିକରେ ଶୂନ ରହିବ। ତ ଫେରିଲେ ଏଠି ଆସିବ ଦ୍ୱିତୀୟ ପର୍ଯ୍ୟାୟ। ତାପରେ ତୃତୀୟ ପର୍ଯ୍ୟାୟ ଦେଖ, ତୃତୀୟ ପର୍ଯ୍ୟାୟରେ ସେମିତି ବଡ଼ ସଂଖ୍ୟା କୋଉଟା ହେବ 9 9 7 2 ହେବ ହେଲା। କ୍ଷୁଦ୍ରତମ ସଂଖ୍ୟା କୋଉଟା ହେବ 2 7 9 9 ହେଲା। ତ ଫେରି ଦେଲା ପରେ 7 1 7 3 ଆସିବ। ତାପରେ ସେମିତି ଚତୁର୍ଥ ପର୍ଯ୍ୟାୟରେ ସବୁଠୁ ବଡ଼ ସଂଖ୍ୟା କୋଉଟା ହେବ 7 7 3 1, ସାନ ସଂଖ୍ୟା କୋଉଟା ହେବ 1 3 7 7। ତ ଫେରିଲେ 6354 ଆସିଲା। ସେମିତି ଚତୁର୍ଥ ପର୍ଯ୍ୟାୟ ହେଲା। ପଞ୍ଚମ ପର୍ଯ୍ୟାୟରେ ଦେଖ ଆରେ ବଡ଼ ସଂଖ୍ୟା କୋଉଟା ହେବ 6 5 4 3, ସାନ ସଂଖ୍ୟା କୋଉଟା ହେବ 3 4 5। ତ ଫେରି ଦେଲେ ଏଠି ଆସିଲା। ସେମିତି ପଞ୍ଚମ ପର୍ଯ୍ୟାୟ ହେଲା। ଷଷ୍ଠ ପର୍ଯ୍ୟାୟରେ ଦେଖ ଏଟା ବଡ଼ ସଂଖ୍ୟା କୋଉଟା ହେବ 8 7 3 0, ସାନ ସଂଖ୍ୟା କୋଉଟା ହେବ 0 3 7 8 0 3 7 8। ତ ଫେରିଲେ ଏଠି ଆସିବ। ତାପରେ ସପ୍ତମ ପର୍ଯ୍ୟାୟ ଏମିତି ପୁରା କଣ୍ଟିନ୍ୟୁ କରି ଯିବ 6 1 7 4 ଆଇଲା। ସପ୍ତମ ପର୍ଯ୍ୟାୟରେ 8 5 3 2 ବଡ଼ ସଂଖ୍ୟା ହେଲା, ସାନ ସଂଖ୍ୟା ହେଲା 2 3 5 8। ଫେରିଦେଲେ 6 1 7 4। ତ ଏବେ ବର୍ତ୍ତମାନ ପାଲିଣ୍ଡ୍ରୋମିକ ସଂଖ୍ୟା ପଳେଇ ଆସିଲା। ତ ଅତଏବ ମୋର ଆସିଲା କୋପରେକରଙ୍କର ସ୍ଥିରାଙ୍କ ଆସିଲା 5 6 8 3 ସଂଖ୍ୟାଟିକୁ କୋପରେକରଙ୍କର ସ୍ଥିରାଙ୍କ ନେଲେ 6 1 7 4 କୁ ପହଞ୍ଚିବା ପାଇଁ ଆମେ କେତେଟା ପର୍ଯ୍ୟାୟ ଗଲେ 7 ନମ୍ବର ପର୍ଯ୍ୟାୟ ପର୍ଯ୍ୟନ୍ତ ଗଲେ ହେଲା। 7ଟା ରାଉଣ୍ଡ ଆମକୁ ଟାଇମ୍ ଦେବାକୁ ପଡ଼ିଲା। ତାପରେ ନେକ୍ସଟ କ୍ଲାସରେ ଆମେ ଦେଖିବା ମାନସାଙ୍କ ହେଲା। ଆଶା କରୁଛି ଭିଡ଼ିଓଟି ତମମାନଙ୍କୁ ଭଲ ଲାଗିଥିବ। ଆଗରୁ ଯଦି ଭିଡ଼ିଓ ଗୁଡ଼ିକ ଦେଖିନି ପ୍ଲେଲିଷ୍ଟକୁ ଯାଇକି ଦେଖିନେବାର ରହୁଛି। ଜୟ ଜଗନ୍ନାଥ।